ସାର୍ ଜୟ ଜଗନ୍ନାଥ। ସାର୍ ଆପଣ ଜଗନ୍ନାଥଙ୍କ ବିଷୟରେ କ'ଣ ଜାଣିଛନ୍ତି? ତାଙ୍କୁ ମାନେ ବିଶ୍ୱାସ କରନ୍ତି? ଜଗତର ନାଥ ଜଗନ୍ନାଥ, ସାରା ଜଗତର ସେ ନାଥ, କିନ୍ତୁ ସିଏ ପୁରୀରେ ରହିଛନ୍ତି। ପୁରୀ ରହିଛନ୍ତି ସର୍ପ ଭୂତେ। ଓಂ ଜଗଦାନନ୍ଦ କନ୍ଦାୟ ପ୍ରାଣ ତର୍ତ୍ତା ହରାୟ ଚ ନିରାଚଳ ନିବାସାୟ ଶ୍ରୀ ଜଗନ୍ନାଥାୟ ତେ ନମଃ। ଓହୋ, ଏଇ ପ୍ରଭୁଙ୍କର ଯୋଉ ଦୃଶ୍ୟ, ଯୋଉ ପ୍ରେରଣା ଆଜି ଆମ ସମସ୍ତଙ୍କୁ ସିଏ ନିଜର କରି ନେଇଛନ୍ତି। ଆମେ ତାଙ୍କର, ସେ ଆମର। ଆଉ ଦୁନିଆରେ କେହି ନାହିଁ। ପୁଅ ନାତି ଝିଅ ବନ୍ଧୁ ବାନ୍ଧବ ଏସବୁ ଆମର ମାୟାର ଖେଳ। କିନ୍ତୁ ପ୍ରଭୁ ଏକମାତ୍ର ସତ୍ୟ ହଉଛନ୍ତି ଜଗନ୍ନାଥ। ସତ୍ୟ ପରମାନନ୍ଦ ହରି, ଏ ଯାହା ଭାବିଲେ ଭବୁତରି, ଏ ତାଙ୍କ ଚରଣେ ନିତ୍ୟ ଧ୍ୟାନ କରି ତରନ୍ତି ସର୍ବଜନ। ତେଣୁ ସେଇ ଜଗନ୍ନାଥଙ୍କ ନାମ ଆମ ସଦାବେଳେ ହୃଦୟରେ ଥାଉ। ଏତିକି ତାର ପାଦରେ ଆମର ଅଳି। ବିନତି ପ୍ରାର୍ଥନା କରୁଛୁ, ହେ ପ୍ରଭୁ, ତୋତେ ଆମେ ଭୁଲିବୁନି। ତୁ ଆମକୁ ଭୁଲୁନି। ତୁ ଆମର ସର୍ବକର୍ତ୍ତା। ତୁ ଆମର ଆଶ୍ରୟଦାତା। ତେଣୁ ସେ ପୁରୀରେ ଅଛନ୍ତି, ସର୍ବଭୂତରେ ପୁରୀ ରହିଛନ୍ତି। ତେଣୁ ଜଗତର ନାଥ, କି ଅଲୌକିକ କଥା। ଦେଖ, ସେ ନାଁଟା ପୁରୀ ହେଇଛି କାହିଁକି ନା ସିଏ ସର୍ବଭୂତରେ ପୁରୀ ରହିଛନ୍ତି। ଆପଣ ଏବେ କୁହନ୍ତୁ ଆପଣଙ୍କର ଗୋଟିଏ ଅନୁଭୂତି। ହଁ, କହିବି। ତେଣୁ ଆମର ଗୀତାରେ ଗୋଟିଏ ଅଛି, ଈଶ୍ୱର ସର୍ବଭୂତାନାଂ ହୃଦୟ ଅର୍ଜୁନ ତିଷ୍ଠତି ବ୍ରାହ୍ମଣ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟୟା। ସେ ସର୍ବଭୂତରେ ଅଛନ୍ତି। ଏ ଶରୀରକୁ, ଯନ୍ତ୍ର ରୂପକ ଶରୀରକୁ ସିଏ ହିଁ ଚଳଉଛନ୍ତି। ତାଙ୍କର ଇଙ୍ଗିତରେ ହିଁ ସବୁ ଚାଲିଛି। ତେଣୁ ତାଙ୍କୁ ଦର୍ଶନ କରିବା ପାଇଁ ହେଲେ ତାଙ୍କର ଡୋରି ଦରକାର, ତାଙ୍କର ଆଶୀର୍ବାଦ ଦରକାର, ତାଙ୍କର ହୁକୁମ ଦରକାର। ନହେଲେ ତାଙ୍କୁ ଦର୍ଶନ କରିବା ବଡ଼ କଠିନ ଆମ ପକ୍ଷରେ ହେଇଯିବ। ଆମେ ତ ମାୟାର ବନ୍ଧା, ସଂସାର ଲୋକ, ସଂସାରୀ ହେଇଯାଇଛି। ହେ ପ୍ରଭୁ, ଏ ସଂସାର ଆମକୁ ଟିକେ ତ୍ୟାଗ କରେଇ, ଆମକୁ ଟିକେ ଦୂରେଇ ଦେଇ ଟିକେ ପରମାର୍ଥୀ କରିଦିଅନ୍ତୁ। ତାଙ୍କରି ପାଖରେ ଏତିକି ଅଳି। ତାଙ୍କର ଅନୁଭୂତି ମୁଁ ବା କ'ଣ କହିବି, ଅଲୌକିକ ଅନୁଭୂତି। ତାର ଆଶୀର୍ବାଦ ଅଛି। ମୁଁ ଚାକିରି କରିଥିଲା ବେଳେ ପୁରୀରେ ମୋର ଡ୍ୟୁଟି ପଡ଼ୁ, 15 ଦିନ ଡ୍ୟୁଟି ପଡ଼ିବ। 3 ଥର 3 ବର୍ଷ ମୋ ନାଁଟାକୁ ପଠେଇଲି, କିନ୍ତୁ ଆଉ ଅନ୍ୟମାନେ କିଏ ଆସିକିରି ତାକୁ ବଦଳେଇ ଦିଅନ୍ତି। ଯେତେବେଳେ ଅର୍ଡର ବାହାରେ ଅଫିସରୁ, ସେତେବେଳେ ଦେଖିଲା ମୋ ନାଁ ନାହିଁ ପୁରୀ। ମୋ ଆଖିରେ ଝୁଳି ପଡ଼ିଗଲା। ହେ ପ୍ରଭୁ, 3 ବର୍ଷ ହେଲା ବହୁଛି, ଯିବି 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 ବୋଲି ଯାଇପାରୁନି। ଆପଣ କ'ଣ କରନ୍ତି? ଆପଣ? ମୁଁ ଆଜ୍ଞା ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ସେକ୍ସନ ଅଫିସର। ମାଧ୍ୟମିକ ଶିକ୍ଷା ବୋର୍ଡରେ ସେକ୍ସନ ଅଫିସର। ଯେ ଫ୍ଲାଇଂ ସ୍କ୍ୱାଡ୍ ଯାଏ, ମୁଁ ଯାଏ। ଆଉ ଯେତେବେଳେ କୋଶ୍ଚିନ୍ ଯାଏ, ଯେତେବେଳେ ପରୀକ୍ଷା ଖାତା ଦେଖାଯାଏ, ସେତେବେଳେ କ୍ୟାମ୍ପ ଅଫିସର ହେଇକି ଯାଏ। କିନ୍ତୁ ସେ ଯିବା ଭିତରେ ମୋର ପୁରୀ କେମିତି ପଡ଼ନ୍ତା। ପ୍ରଭୁଙ୍କୁ ଟିକେ ଦର୍ଶନ କରନ୍ତି। 10-15 ଦିନ ସେଦିନ ରହି ତାଙ୍କର ଦର୍ଶନ କରିକିରି ଟିକେ ଆନନ୍ଦ ଅନୁଭବ କରନ୍ତି, ମୁକ୍ତି ଲାଭ କରନ୍ତି। କେମିତି ତାଙ୍କର ଏ ଦୁଃଖ, ଏ ଯୋଉ ସଂସାରର ମାୟାରୁ କେମିତି ରକ୍ଷା କରି ମୋ ନିଜ ଜୀବନକୁ କେମିତି ସୁଖମୟ କରିବି। କେତେ ବର୍ଷ ପରେ ଆପଣଙ୍କର ପଡ଼ିଲା ନା ପଡ଼ିଲା ନାହିଁ? ପଡ଼ିଲା ନାହିଁ। ତାପରେ ଦିନ ଯାଇଛି, ଗୋଟେ ହଠାତ୍ ମୋର ଡ୍ୟୁଟି ପଡ଼ିଲା ବ୍ରହ୍ମପୁରରେ। କାର ନେଇକି ଅଫିସ ଦେଲା, କାର ନେଇକିରି ଗଲୁ। 2 ଥର ଯାଇଛି।
ଥରେ କାରରେ ଯାଇଛି, ଥରେ ଗୋଟା 2 ଲକ୍ଷ ଟଙ୍କାର ବହି ନେଇକି ଯାଇଛି। ଥରେ 2 ଲକ୍ଷ ଟଙ୍କାର ବହି ଯେତେବେଳେ ନେଇକି ଯାଇଛି, ଫେରିଲା ବେଳକୁ ମୁଁ ଶୋଇପଡ଼ିଛି। ଠିକ୍ ଖୋର୍ଦ୍ଧା ଅଳ୍ପ ବାଟ ଅଛି, ମୁଁ ଗାଡ଼ିଟା ନିଦ ଭାଙ୍ଗି ଯାଇଛି। ସେଠୁ ସେ ଡ୍ରାଇଭରକୁ କହିଲି, ମୁଁ କହିଲି, ଆରେ ଧୋବ ଭାଇ, ଆଉ କ'ଣ କରିବା ମ, ଆଉ ତ ସରିଗଲାଣି, ବର୍ତ୍ତମାନ ଆମେ ଟିକେ ଜଗନ୍ନାଥଙ୍କ ଟିକେ ମାରି ଦିଅନ୍ତେନି, କାଲି ତ ଆଇକି ଅଫିସରୁ ପଳେଇ ଯିବା, ଆଉ ଟିକେ ଦର୍ଶନ କରିକି ପଳେଇ ଆସିବା ଆଉ। ସିଏ ଡ୍ରାଇଭର ବାବୁ କହିଲେ ନାହିଁ ସାର୍, ଆଉ ଯାଇ ହେବନି, କାରଣ ସେକ୍ରେଟାରୀ ମୋତେ କହିଛନ୍ତି 5ଟା 5:30 ସୁଦ୍ଧା ଆସି ପହଞ୍ଚିବ। ହଁ, ତେଣୁ ମୁଁ କହିଲି ଆଚ୍ଛା ହଉ, ଯଦି ଏକଥା କହିଛନ୍ତି, ଆଉ ମୁଁ କାହିଁକି ତମକୁ ଗୋଟାଏ ଅନୁରୋଧ କରିବି, ଆଉ ଗୋଟେ ଅନ୍ୟାୟ କଥା, ଅର୍ଡ଼ର ତ ନାହିଁ ଆମର ପୁରୀକି, ଆଜି ଭୂତ ଭବିଷ୍ୟତ କ'ଣ ହଉଥିବ, ଆଉ ମୁଁ ଶୋଇପଡ଼ିଲି। ପୁଣି ଯିବା ଆଉ। ଠିକ୍ ସେ ଗାଡ଼ିକି ଡ୍ରାଇଭର କ'ଣ କରିଛି, ସିଏ କ'ଣ କରିଛି, ସିଧା ନେଇ ଚାଲିଯାଇଛି ପୁରୀରେ ବଡ଼ଦାଣ୍ଡରେ ଠିଆ କରିଦେଇଛି। ବଡ଼ଦାଣ୍ଡରେ ଠିଆ ପଡ଼ି କହୁଛି, ବିଜୁ ବିଜୁ ଆଜ୍ଞା ଉଠନ୍ତୁ, ହଁ ହଁ, ଆଉ ଜଗନ୍ନାଥ ଦର୍ଶନ କରିବେ ପା। ହଁ ହଁ, କ'ଣ ତମେ ପୁରୀରେ ପହଞ୍ଚିଗଲେ? ନା ହଁ। ମୁଁ କହିଲି କାନ୍ଦି ପକେଇ, ପ୍ରଭୁ, ଦୀର୍ଘ 3 ବର୍ଷର ଆଶା ମୋର ପୂରଣ ହେଇଯାଇଛି, ଆପଣଙ୍କୁ ଆଜି ଦର୍ଶନ କରିବି, କି ଭାଗ୍ୟ, କି ଡୋରି ଲାଗିଲା ଆପଣଙ୍କର। ହଉ, ମୋ ଭାଗ୍ୟ ଭଲ। ହଉ, ଧୀର ଚାଲ। ଗଲାବେଳକୁ ଜଗନ୍ନାଥଙ୍କର ସମୟ କେତେ ହେଇଥିଲା ଆପଣ ପହଞ୍ଚିଲେ ପୁରୀରେ? ପୁରୀରେ ହେଇଗଲା 7ଟା 7:30 ଟାଇମ୍। ହଁ, ଜଗନ୍ନାଥ ଦର୍ଶନ କରି ପ୍ରସାଦ, ମହାପ୍ରସାଦ ବି ମିଳିଗଲା। ମୁଁ କହିଲି ମହାପ୍ରସାଦ ମିଳିବ କି ନାହିଁ? ହଁ, ସିଏ ବି ମିଳିଗଲା। ଦର୍ଶନ ହେଲା, ଆନନ୍ଦରେ ଇଏ କରି 7 କୋଟି ଜୁହାର ସେ ଠାକୁରକୁ। ହଁ, ଆଉ ଥରେ କ'ଣ ହେଇଛି,